ଜିଲ୍ଲାର ସବୁଠାରୁ ବଡ଼ ଅଧିକାରୀ ଟିଏମ୍ ଅନିତା ଦିନେ ସକାଳେ ସାଧାସିଧା ଡ୍ରେସ୍ ପିନ୍ଧି ପନିପରିବା କିଣିବା ପାଇଁ ବଜାରରେ ପହଞ୍ଚିଲେ। ତାଙ୍କ ମୁହଁରେ ସରଳତା ଓ ତାଙ୍କ ଚାଲିରେ ଆତ୍ମବିଶ୍ୱାସ ଥିଲା। କିନ୍ତୁ ସେହି ମହିଳା ସେ ଜିଲ୍ଲାର ଡିଏମ୍ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଅନିତା ସିଧା ଯାଇ ଏକ ଠେଲା ପାଖରେ ଅଟକିଥିଲେ। ସେଇ ଠେଲାରେ ଏକ 30 ବର୍ଷୀୟ ମହିଳାଟିଏ ପନିପରିବା ବିକ୍ରି କରୁଥିଲା। ଡିଏମ୍ ଅନିତା ତାଙ୍କୁ ହସ ହସ ମୁହଁରେ ପରିବାର ଦାମ ପଚାରିଥିଲେ। ଆଉ ଠିକ୍ ସେଇ ସମୟରେ ଏକ ଛୋଟ ପିଲାଟିଏ ଦୌଡ଼ି ଆସି ସେଇ ପରିବା ବିକାଳିକୁ କୁଣ୍ଢେଇ ଧରି କହିଲା, ମା, ମୋତେ ଟିକେ ସ୍କୁଲରେ ଛାଡ଼ି ଦେଇ ଆସ, ମୋର ଡେରି ହୋଇଯାଉଛି, ନହେଲେ ମୋତେ ସାର୍ ଗାଳି କରିବେ। ପରିବା ବିକାଳି ଜଣକ ତା ପୁଅକୁ କହିଲା, ବାବୁ, ଟିକେ ଅପେକ୍ଷା କର, ମୁଁ ଏ ଆଣ୍ଟିକୁ ପରିବା ଦେଇଦିଏ, ତାପରେ ତତେ ସ୍କୁଲରେ ଯାଇ ଛାଡ଼ିଦେବି। ପିଲାଟି ଜିଦି କରି କହିଲା, ନାଇଁ ମା, ମୋତେ ଏବେ ଛାଡ଼ି ଆସ, ମୋର ବହୁତ ଡେରି ହେଇଗଲାଣି। ଏସବୁ ଦେଖି ଡିଏମ୍ ଅନିତାଙ୍କର ହୃଦୟ ତରଳିଗଲା। ସେ ହସିକି ପରିବା ବିକାଳିକୁ କହିଲେ, ତମେ ତମ ପୁଅକୁ ସ୍କୁଲରେ ଛାଡ଼ି ଆସ, ମୁଁ ଏଇଠି ତମର ଅପେକ୍ଷା କରିଛି ଓ ତମ ଦୋକାନକୁ ମଧ୍ୟ ଜଗିଛି। ହେଲେ ପରିବା ବିକାଳି ଜଣକ ଟିକେ କୁଣ୍ଠାବୋଧ କରୁଥିଲେ, କିନ୍ତୁ ଅନିତାର ସ୍ନେହଭରା କଥା ତାଙ୍କୁ ସାହସ ଦେଲା। ସେ କହିଲା, ଠିକ୍ ଅଛି ଭଉଣୀ, ମୁଁ ଜଲ୍ଦି ସ୍କୁଲରୁ ଫେରି ଆସିବି। ତାପରେ ସେ ତା ପୁଅକୁ ନେଇ ସ୍କୁଲକୁ ଚାଲିଗଲା। ଇଆଡ଼େ ଅନିତା ଠେଲା ପାଖରେ ଛିଡ଼ା ହୋଇ ଆଖପାଖ ପରିବେଶକୁ ଦେଖୁଥିଲେ। ଆଉ ଠିକ୍ ସେହି ସମୟରେ ଗୋଟେ ବାଇକ୍ ଆସି ସେଇ ପରିବା ଠେଲା ସାମ୍ନାରେ ଅଟକିଲା। ବାଇକ୍ ଉପରେ ବସିଥିଲେ ଇନ୍ସପେକ୍ଟର ସଞ୍ଜୟ। ସେ ତାଙ୍କ ବାଇକ୍ରୁ ଓହ୍ଲାଇବା ମାତ୍ରେ ପଚାରିଲେ, ତୁ କେବେଠାରୁ ଏଠି ପରିବା ବିକିଲୁଣୁ? ଏଠି ତ ଆଉ ଜଣେ ସ୍ତ୍ରୀ ଲୋକ ବିକୁଥିଲା, ସେ କୁଆଡ଼େ ଗଲା କି? ଅନିତା କିଛି କହିବା ପୂର୍ବରୁ ସେ ପରିବା ବିକାଳି ଆସି ସେଠି ପହଞ୍ଚିଗଲା ଓ ଇନ୍ସପେକ୍ଟର ସଞ୍ଜୟକୁ ଦେଖିବା କ୍ଷଣି ସେ ବହୁତ ଭୟଭୀତ ହୋଇପଡ଼ିଲା। ଆଉ ବହୁତ ଶାନ୍ତ ସ୍ୱରରେ କହିଲା, ଥାନା ବାବୁ, କ'ଣ ନେବେ କୁହନ୍ତୁ? ସେ ଇନ୍ସପେକ୍ଟର ଜଣକ ଆଦେଶ ଦେଲା ଭଳି କହିଲେ, ମୋତେ 2 କେଜି ଟମାଟର, 4 କେଜି ଆଳୁ ଆଉ 2 କେଜି ପୋଟଳ ଦେ। ସେ ପରିବା ବିକାଳି ଜଣକ କିଛି ନ କହି ଶୀଘ୍ର ଶୀଘ୍ର ପରିବା ଓଜନ କରି ଦେଇଦେଲା। ଇନ୍ସପେକ୍ଟର ସଞ୍ଜୟ ପଇସା ନ ଦେଇ ପରିବା ସବୁ ନେଇ ସେଠୁ ଚାଲିଗଲେ। ଏସବୁ ଦୃଶ୍ୟ ଦେଖି ଡିଏମ୍ ଅନିତା ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ନୀରବରେ ରହି ସେ ପରିବା ବିକାଳିକୁ ପଚାରିଲେ, ଭଉଣୀ, ସେ ତୁମକୁ ପଇସା ନ ଦେଇ ପନିପରିବା ନେଇ ଚାଲିଗଲେ, ଆଉ ତମେ କିଛି କହିଲନି ଯେ? ସେ ସ୍ତ୍ରୀ ଲୋକଟିର ଆଖି ଲୁହରେ ଭିଜି ଯାଇଥିଲା ଓ ଶାନ୍ତ ସ୍ୱରରେ କହିଲା, ଭଉଣୀ, ମୁଁ କ'ଣ କହିବି? ଏ ଥାନା ବାବୁ ଜଣକ ସବୁଦିନ ମୋ ପାଖରୁ ଏମିତି ପନିପରିବା ନେଇକି ଯାଆନ୍ତି। ଯଦି ମୁଁ କିଛି କୁହେ ସେ ମୋତେ ଧମକ ଦେଇ କୁହନ୍ତି, ତୋର ଏତେ ସାହସ, ମୋତେ ତୁ ଟଙ୍କା ମାଗୁଛୁ? ରହ, ମୁଁ ଏବେ ତ ପରିବା ଠେଲାକୁ ଏଠୁ ଉଠଉଛି। ମୁଁ ବହୁତ ଡରିଯାଏ ଓ ଭାବେ ଯଦି ମୋ ପରିବା ବେପାର ବନ୍ଦ ହୋଇଯିବ, ମୋ ପରିବାର କେମିତି ଚଳିବ, ଆଉ ମୋ ଛୁଆମାନେ କ'ଣ ଖାଇବେ? ସେଥିପାଇଁ ମୁଁ ଚୁପଚାପ ତାଙ୍କୁ ପରିବା ଦେଇ ଦେଇଥାଏ। ପରିବା ବିକାଳି ଠାରୁ ଏମିତି ସବୁ କଥା ଶୁଣି ଡିଏମ୍ ଅନିତା ମନେ ମନେ ବହୁତ ରାଗିଗଲେ। ସେ ବିଶ୍ୱାସ କରିପାରିଲେନି ଯେ ଆଇନର ରକ୍ଷକ ସେ ନିଜେ ଆଇନର ଅପବ୍ୟବହାର କରୁଛନ୍ତି। ଡିଏମ୍ ଅନିତା ଗମ୍ଭୀର ସ୍ୱରରେ ସେ ପରିବା ବିକାଳିକୁ କହିଲେ, ଆଜିଠାରୁ ଆଉ ଏମିତି ହେବନି ଭଉଣୀ। ମୁଁ ଆଜିଠାରୁ ତମ ସାଙ୍ଗରେ ଅଛି, ମୁଁ ତମକୁ ନ୍ୟାୟ ଦେବି। ତମେ ଗୋଟେ କାମ କର, ମୋ ନମ୍ବର ନିଅ, ଆଉ କାଲି ଯେତେବେଳେ ଦୋକାନ ଖୋଲିବ ସେଠି ତମେ ରହିବନି, ମୁଁ ରହିବି, ଆଉ ତମେ ଘରେ ଆରାମ କରିବ। ବାକି ସବୁ କଥା ମୁଁ ବୁଝିବି, ଦେଖିବି ସେ ଇନ୍ସପେକ୍ଟର ପଇସା ଦଉଛି କି ନାହିଁ, ଆଉ ଯଦି ସେ ପଇସା ନ ଦିଏ ମୁଁ ତାକୁ ଆଇନର ତାକତ ଦେଖାଇବି। ସେ ପରିବା ବିକାଳି ଆଖିରେ ଲୁହ ଥିଲା ଓ ପ୍ରଥମ ଥର ପାଇଁ ତା ଆଖିରେ ଭରସା ଓ ଆଶାର ଆଲୋକ ମଧ୍ୟ ଦେଖାଯାଉଥିଲା। ପରଦିନ ସକାଳେ ଡିଏମ୍ ଅନିତା ଗୋଟିଏ ଗାଉଁଲି ସ୍ତ୍ରୀ ଲୋକର ଭେଷ ହୋଇ ବିନା ପରିଚୟରେ ଓ ବିନା ସଜବାଜରେ ଏକ ସାଧାରଣ ଶାଢ଼ୀଟିଏ ପିନ୍ଧି ମୁଣ୍ଡରେ ଓଢ଼ଣି ଦେଇ ପରିବା ଠେଲା ପାଖରେ ଆସି ଛିଡ଼ା ହୋଇଗଲେ। ଠେଲାରେ ଅନେକ ପ୍ରକାରର ପନିପରିବା ସଜା ହୋଇ ରଖାଯାଇଥିଲା। ସବୁକିଛି ପ୍ରସ୍ତୁତ ଥିଲା। ଆଉ କିଛି ସମୟ ପରେ ଇନ୍ସପେକ୍ଟର ସଞ୍ଜୟ ତାଙ୍କ ବାଇକ୍ରେ ଆସି ସେଠି ପହଞ୍ଚିଲେ। ସେ ବାଇକ୍ରୁ ଓହ୍ଲେଇ ଏକ ତୀକ୍ଷ୍ଣ ଚାହାଣୀରେ ଅନିତାଙ୍କୁ ଦେଖି ପଚାରିଲେ, କ'ଣ ହେଲା, ଆଜି ପୁଣି ତୁ ଏଠି? ତୁ ସେ ପରିବା ବିକାଳିର କ'ଣ ହବୁ? କାଲି ବି ତୁ ଏଇଠି ଥିଲୁ, ପୁଣି ଆଜି ବି ଏଇଠି? ଡିଏମ୍ ଅନିତା, ଯିଏକି ସେତେବେଳେ ଜଣେ ଗାଉଁଲି ସ୍ତ୍ରୀ ଲୋକ ଭେଷରେ ସେଠି ଛିଡ଼ା ହୋଇଥିଲେ, ସେ ଧୀର ସ୍ୱରରେ ଇନ୍ସପେକ୍ଟର ସଞ୍ଜୟଙ୍କୁ କହିଲେ, ମୁଁ ତାଙ୍କର ଭଉଣୀ, ସେଥିପାଇଁ ତା ଜାଗାରେ ଠେଲାରେ ଆଜି ମୁଁ ଛିଡ଼ା ହୋଇଛି। ଇନ୍ସପେକ୍ଟର ଏକ ଅଶ୍ଳୀଳ ସ୍ୱରରେ କହିଲେ, ତୁ ତୋ ଭଉଣୀଠାରୁ ଆହୁରି ସୁନ୍ଦର ଅଛୁ, ଆଉ ଆଜି ତୁ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛୁ।
ତାପରେ ସେ ଅନିତାକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଏକ ଅଶ୍ଳୀଳ ଚାହାଣୀରେ ଦେଖୁଥିଲେ। ତାପରେ କହିଲେ, ହଉ ସେସବୁ ଛାଡ଼, ମୋତେ 1 କେଜି ଟମାଟର ଓ ତା ସହିତ କିଛି ଧନିଆ ପତ୍ର, ଲେମ୍ବୁ, ଲଙ୍କା କିଛି ମିଶେଇ ଦେ। ଡିଏମ୍ ଅନିତା କୌଣସି ପ୍ରତିକ୍ରିୟା ନ ଦେଖି ପରିବା ପ୍ୟାକ୍ କରି ତାଙ୍କୁ ଦେଇଦେଲେ। ଇନ୍ସପେକ୍ଟର ସଞ୍ଜୟ ପରିବା ନେଇ ବାଇକ୍ ଷ୍ଟାର୍ଟ କରି ଚାଲିଗଲେ। ତାପରେ ଅନିତା ବଡ଼ ପାଟିରେ ଡାକ ପକାଇଲା, ରୁହନ୍ତୁ ଥାନା ବାବୁ, କ'ଣ ଆପଣ ପରିବା ନେଲେ ପଇସା ନ ଦେଇ ଚାଲି ଯାଉଛନ୍ତି? ଏସବୁ ଚଳିବନି ଆଜ୍ଞା। ଇନ୍ସପେକ୍ଟର ସଞ୍ଜୟ ରାଗିକି କହିଲେ, କୋଉ ପଇସା? ସବୁଦିନ ପନିପରିବା ମୁଁ ମାଗଣାରେ ନିଏ, ତୋ ଭଉଣୀକୁ ପଚାରି ଦବୁ, ସେ ତ କେବେ କିଛି କୁହେନି। ଆଉ ତୁ ବି ମୋ ସାମ୍ନାରେ ବେଶୀ କଥାବାର୍ତ୍ତା କରନା। ଆଉ ସେ ପୁଣି ଥରେ ଯିବାକୁ ବାହାରିଲେ। ଅନିତା ବଡ଼ ପାଟିରେ ଚିଲେଇକି କହିଲେ, ଆପଣ ମୋ ଭଉଣୀଠାରୁ ପନିପରିବା ଯେମିତି ନିଅନ୍ତି ମୋ ଠାରୁ ସେମିତି ନେଇପାରିବେନି। ଆପଣଙ୍କୁ ପଇସା ତ ଦେବାକୁ ପଡ଼ିବ। ଆମକୁ ବି ପଇସା ଖର୍ଚ୍ଚ କରି ପରିବା କିଣିବାକୁ ପଡ଼ୁଛି। ଯଦି ଗୋଟେ ଦିନ ବି ପନିପରିବା ବିକ୍ରି ହୋଇନଥାଏ, ସେଦିନ ଆମ ଘର ଚୁଲି ଜଳି ନଥାଏ। ଆଉ ଆପଣଙ୍କ ଭଳି କିଛି ଲୋକ ମାଗଣାରେ ପରିବା ନେଇ ଆମ ଗରିବମାନଙ୍କ ପେଟରେ ଲାତ ମାରୁଥାନ୍ତି। ଏ କଥା ଶୁଣି ଇନ୍ସପେକ୍ଟର ସଞ୍ଜୟଙ୍କ ମୁହଁ ରାଗରେ ଲାଲ ପଡ଼ିଗଲା। ସେ କ୍ରୋଧରେ ଅନିତାଙ୍କ ଗାଲରେ ଚାପୁଡ଼ା ମାରିଲେ। ଅନିତା ନିଜକୁ ନିଜେ ସମ୍ଭାଳିଲେ, ହେଲେ ତାଙ୍କ ଆଖିରେ କ୍ରୋଧ ମଧ୍ୟ ଥିଲା। କିନ୍ତୁ ସେ ଆତ୍ମସମ୍ମାନ ସହିତ ଛିଡ଼ା ହୋଇଥିଲେ। ସେ କ୍ରୋଧିତ ହୋଇ କହିଲେ, ଆପଣ ଜଣେ ସ୍ତ୍ରୀ ଲୋକ ଉପରେ ହାତ ଉଠାଇ କେତେ ବଡ଼ ଭୁଲ କରୁଛନ୍ତି ଜାଣିପାରୁଛନ୍ତି ତ? ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିବ। ଇନ୍ସପେକ୍ଟର ସଞ୍ଜୟ ଆଉ ଟିକେ ରାଗିଗଲେ। ସେ ଚିଲେଇକି କହିଲେ, ତୁ ମୋତେ ଶିଖେଇବୁ? ତୋର ଏତେ ସାହସ? ରହ, ତତେ ଦଉଛି। ଏହା କହି ସେ ଅନିତା ଚୁଟିକି ଧରି ଟାଣି ଆଣିଲେ। ଡିଏମ୍ ଅନିତା ବହୁତ କଷ୍ଟରେ ତାଙ୍କ ହାତରୁ କେଶକୁ ଛଡ଼େଇ କହିଲେ, ଏସବୁ ବହୁତ ଖରାପ ହେଉଛି। ମୁଁ ତୁମ ନାଁରେ ଥାନାରେ ରିପୋର୍ଟ ଦେବି। ଆପଣଙ୍କୁ ପନିପରିବାର ପଇସା ଦେବାକୁ ହିଁ ପଡ଼ିବ। ଇନ୍ସପେକ୍ଟର ସଞ୍ଜୟ ତାଙ୍କ ପଦବୀର ରୋବାବ ଦେଖାଇ କହିଲେ, ତୋର ଏତେ ସାହସ, ତୁ ମୋ ନାଁରେ ରିପୋର୍ଟ କରିବୁ? ଠିକ୍ ଅଛି, କର। ତୁ ସାମାନ୍ୟ ଜଣେ ପରିବା ବିକାଳି, ଆଉ ମୁଁ ହେଉଛି ଥାନାର ଇନ୍ସପେକ୍ଟର। ଯଦି ମୋ ସାମ୍ନାରେ ଆଉ ବେଶୀ କଥାବାର୍ତ୍ତା କରୁ, ତତେ ଓଲଟା ମୁଁ ଜେଲରେ ପୂରେଇ ଦେବି, ବୁଝିଲୁ? ଏହା କହି ସେ ବାଇକ୍ ଷ୍ଟାର୍ଟ କରି ଚାଲିଗଲେ। ଅନିତାଙ୍କ ଶରୀର ଥରୁଥିଲା, ହେଲେ ସେ ନିଜକୁ ନିୟନ୍ତ୍ରଣ କଲେ। ଆଉ ସେ ଜାଣିବାକୁ ଚାହୁଁଥିଲେ ସେ ଇନ୍ସପେକ୍ଟର କେତେ ତଳକୁ ଖସି ପାରିବ ବୋଲି। କିଛି ସମୟ ସେ ଠେଲା ପାଖରେ ବସିବା ପରେ ସେ ପରିବାବାଲାକୁ ଫୋନ୍ କଲେ ଓ କହିଲେ, ଏବେ ତମେ ଠେଲା ପାଖକୁ ଆସ। ସେ ପରିବା ବିକାଳି ଆସିବା ପରେ ସେ ଚୁପଚାପ ସେଠାରୁ ଚାଲିଗଲେ। ଘରକୁ ଯାଇ ଡିଏମ୍ ଅନିତା ସେ ସାଧାରଣ ପୋଷାକ ଓହ୍ଲେଇ ହଳଦିଆ ରଙ୍ଗର ସାଲୱାର ସୁଟ୍ ପିନ୍ଧି ସାଧାରଣ ମହିଳାଙ୍କ ପରି ଥାନାରେ ଯାଇ ପହଞ୍ଚିଲେ। ଥାନାରେ ପହଞ୍ଚି ଦେଖିଲେ ଇନ୍ସପେକ୍ଟର ସଞ୍ଜୟ ସେଠି ନଥିଲେ। ପାଖରେ ଥିବା ଚୌକିରେ ଜଣେ କନେଷ୍ଟବଳ ବସିଥିଲେ। ଡିଏମ୍ ଅନିତା ତାଙ୍କୁ ସିଧାସଳଖ ଭାବେ ଯାଇ ପଚାରିଲେ, ମୋତେ ଏଫ୍ଆଇଆର୍ ଦେବାର ଅଛି। ଇନ୍ସପେକ୍ଟର ସଞ୍ଜୟ କେଉଁଠି ଅଛନ୍ତି? ଓ, ଏସ୍ଓ ସାର୍ଙ୍କୁ ଦେଖା କରିବାକୁ ଆସିଛନ୍ତି? ସାର୍ ତ କିଛି କାମରେ ଘରକୁ ଯାଇଛନ୍ତି। ଆପଣ ଯଦି ଭେଟ ହେବାକୁ ଚାହୁଁଛନ୍ତି, ତାହେଲେ ଟିକେ ଅପେକ୍ଷା କରନ୍ତୁ। ଡିଏମ୍ ଅନିତାଙ୍କ ଆଖିରେ ଏବେ ଖାଲି ନ୍ୟାୟର ନିଆଁ ଜଳୁଥିଲା ଏବଂ ସେଇ ନିଆଁ ଲିଭିବାର ନାଁ ନେଉନଥିଲା। କିଛି ସମୟ ପରେ ହଠାତ୍ ପୋଲିସ ଷ୍ଟେସନର କବାଟ ଖୋଲିଲା ଏବଂ ସବ୍ ଇନ୍ସପେକ୍ଟର ବିକ୍ରମ ସିଂ ଭିତରକୁ ଆସିଲେ। ଭିତରକୁ ଆସିବା କ୍ଷଣି ତାଙ୍କର ନଜର ସେହି ହଳଦିଆ ଡ୍ରେସ୍ ପିନ୍ଧା ମହିଳାଙ୍କ ଉପରେ ପଡ଼ିଲା। ବିକ୍ରମ ସିଂ କଠୋର ସ୍ୱରରେ ପଚାରିଲେ, ତୁମେ କିଏ? ତୁମେ ଏଠାକୁ କାହିଁକି ଆସିଛ? ଅନିତା ଶାନ୍ତ ସ୍ୱରରେ ଉତ୍ତର ଦେଲେ, ମୋତେ ଏଫ୍ଆଇଆର୍ ଦେବାର ଅଛି। ଏହା ଶୁଣି ବିକ୍ରମ ସିଂ ଟିକେ ଥଟ୍ଟାଳିଆ ହସରେ କହିଲେ, ଯଦି ଏଫ୍ଆଇଆର୍ ଦେବାର ଅଛି, ତାହେଲେ କିଛି ଖର୍ଚ୍ଚ ପାଣି ଦେବାକୁ ପଡ଼ିବ। ଏଠି ଏଫ୍ଆଇଆର୍ ଦେବାକୁ ହେଲେ କିଛି ଖର୍ଚ୍ଚ ପାଣି ଦେବାକୁ ପଡ଼େ। ଯଦି ଆଣିଛ ତ ଦିଅ, ତାହେଲେ ଯାଇ ତମ ଏଫ୍ଆଇଆର୍ ଲେଖାଯିବ। ଏହା ଶୁଣି ଡିଏମ୍ ଅନିତାଙ୍କ ମୁହଁ ରାଗରେ ଲାଲ ହୋଇଗଲା। ଏକ ଗମ୍ଭୀର ସ୍ୱରରେ ସେ କହିଲେ, କେଉଁ ଟଙ୍କା? ଏଫ୍ଆଇଆର୍ ଦେବା ପାଇଁ କୌଣସି ପଇସା ଲାଗେ ନାହିଁ। ଆପଣ କ'ଣ ପାଇଁ ମୋତେ ଲାଞ୍ଚ ମାଗୁଛନ୍ତି? ସବ୍ ଇନ୍ସପେକ୍ଟର ହସିକି କହିଲେ, ତତେ କିଏ କହିଲା ଏଠି ମାଗଣାରେ ଏଫ୍ଆଇଆର୍ ଲେଖାଯାଏ ବୋଲି? ଯେଉଁମାନେ ବି ଏଠିକି ଏଫ୍ଆଇଆର୍ ଲେଖିବାକୁ ଆସନ୍ତି, ତାଙ୍କ ନିଜ ହିସାବରେ କିଛି ନା କିଛି ଟଙ୍କା ଦେଇଥାନ୍ତି, ଆଉ ଯେଉଁମାନେ ଦେଇନଥାନ୍ତି ସେମାନଙ୍କ ଏଫ୍ଆଇଆର୍ ଲେଖାଯାଇ ନଥାଏ। ବର୍ତ୍ତମାନ ଏଇଟା ତୋ ଇଚ୍ଛା। ଅନିତା ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ଠିକ୍ ଅଛି, ହେଇ ନିଅନ୍ତୁ 500 ଟଙ୍କା ଆଉ ଏଫ୍ଆଇଆର୍ ଲେଖନ୍ତୁ। ଡିଏମ୍ ଅନିତାଙ୍କ ପାଖରୁ ପଇସା ନେଇ ସବ୍ ଇନ୍ସପେକ୍ଟର ବିକ୍ରମ ସିଂ ପଚାରିଲେ, ଏବେ କୁହନ୍ତୁ କାହା ବିରୁଦ୍ଧରେ ଏଫ୍ଆଇଆର୍ ଲେଖାଯିବ? ଅନିତା ଏକ ଗମ୍ଭୀର ସ୍ୱରରେ କହିଲେ, ଇନ୍ସପେକ୍ଟର ସଞ୍ଜୟଙ୍କ ବିରୁଦ୍ଧରେ। ସେ ଜଣେ ପନିପରିବା ବିକୁଥିବା ମହିଳାଙ୍କ ସହିତ ଅସଦାଚରଣ କରିଛନ୍ତି।
ସବୁଦିନ ତାଙ୍କ ଠେଲାରୁ ବିନା ପଇସାରେ ପରିବା ନିଅନ୍ତି। ଆଉ ମୁଁ ଯେତେବେଳେ ଏହାର ବିରୁଦ୍ଧ କଲି ସେ ମୋ ଉପରେ ହାତ ଉଠାଇଥିଲେ। ମୁଁ ତାଙ୍କ ବିରୁଦ୍ଧରେ କଠିନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛି। ଏହା ଶୁଣି ବିକ୍ରମ ସିଂଙ୍କ ମୁହଁ ଟିକେ ଫିକା ପଡ଼ିଗଲା। ତାଙ୍କ ମୁହଁରେ ଭୟ ସ୍ପଷ୍ଟ ଦେଖାଯାଉଥିଲା। ସେ କହିଲେ, ସେ ତ ଆମ ଥାନାର ସିନିୟର ଇନ୍ସପେକ୍ଟର। ଆଉ ଯଦି ତାଙ୍କୁ ମାଗଣାରେ କେହି କିଛି ଦଉଛି ତ ଏଥିରେ ଅସୁବିଧା କ'ଣ ଅଛି? ଡିଏମ୍ ଅନିତା ସବୁ ବୁଝି ସାରିଥିଲେ ଯେ ଏହି ପୋଲିସମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ନାଁରେ ବ୍ୟବସାୟ କରୁଥିଲେ। ଡିଏମ୍ ଅନିତା କିଛି ନ କହି ଚୁପଚାପ ଥାନାରୁ ବାହାରି ଚାଲିଗଲେ। କିନ୍ତୁ ଏବେ ତାଙ୍କ ଆଖିରେ ନିଆଁ ଜଳୁଥିଲା। ପରଦିନ ସକାଳେ ଡିଏମ୍ ଅନିତା ୟୁନିଫର୍ମ ପିନ୍ଧି ତାଙ୍କ ସରକାରୀ ଗାଡ଼ି ନେଇ ସିଧା ଯାଇ ଥାନାରେ ପହଞ୍ଚିଲେ। ତାଙ୍କ ସରକାରୀ ରକ୍ଷକ ମଧ୍ୟ ଥିଲେ। ପୋଲିସ ଷ୍ଟେସନ ଫାଟକରେ ତାଙ୍କୁ ୟୁନିଫର୍ମରେ ଦେଖି ଥାନାର ସବୁ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭିତରକୁ ଯିବା ମାତ୍ରେ ଇନ୍ସପେକ୍ଟର ସଞ୍ଜୟ ଓ ସବ୍ ଇନ୍ସପେକ୍ଟର ବିକ୍ରମ ସିଂ ତାଙ୍କୁ ଦେଖି ଭୟରେ ଥରିବାକୁ ଲାଗିଲେ। ଯେଉଁ ମହିଳାଙ୍କୁ ସେ ଅପମାନ କରୁଥିଲେ ଆଜି ସେ କୌଣସି ସାଧାରଣ ମହିଳା ନଥିଲେ, ସେ ଥିଲେ ଜିଲ୍ଲାର ଡିଏମ୍। ଏହା ଦେଖି ବିକ୍ରମ ସିଂଙ୍କର ହାତ ଥରିବାକୁ ଲାଗିଲା। ତାଙ୍କ ମୁହଁରେ ରଙ୍ଗ ଉଡ଼ିଗଲା। ସେ ସାଙ୍ଗେ ସାଙ୍ଗେ ଅନିତାଙ୍କ ଗୋଡ଼ ତଳେ ପଡ଼ି କହିଲେ, ମୋତେ କ୍ଷମା କରିଦିଅନ୍ତୁ ମ୍ୟାଡାମ୍। ମୁଁ ଜାଣିନଥିଲି ଯେ ଆପଣ ଏହି ଜିଲ୍ଲାର ଡିଏମ୍ ବୋଲି। ମୁଁ ବହୁତ ବଡ଼ ଭୁଲ କରିଦେଇଛି। ପଛରେ ଛିଡ଼ା ହୋଇଥିବା ଇନ୍ସପେକ୍ଟର ସଞ୍ଜୟ ମଧ୍ୟ ବହୁତ ଜୋରରେ ଡରି ଯାଇଥିଲେ। ସେ ମଧ୍ୟ ହାତ ଯୋଡ଼ି କହିଲେ, ଦୟାକରି ମୋତେ କ୍ଷମା କରିଦିଅନ୍ତୁ ମ୍ୟାଡାମ୍। ଏସବୁ ଭୁଲ ବଶତଃ ହୋଇଯାଇଛି ମ୍ୟାଡାମ୍। ଏ ଥରକ କ୍ଷମା କରିଦିଅନ୍ତୁ। ଆଉ ଏମିତି କେବେ ବି ହେବ ନାହିଁ। ଉଭୟ ଅଫିସର ଲଜ୍ଜାରେ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲେ। କିନ୍ତୁ ଡିଏମ୍ ଅନିତାଙ୍କ ମୁହଁରେ କୌଣସି ନରମତା ନଥିଲା। ସେ କଠୋର ସ୍ୱରରେ କହିଲେ, ଆଜିଠାରୁ ତୁମ ଦୁହିଁଙ୍କୁ ସସ୍ପେଣ୍ଡ କରାଗଲା। ପୋଲିସ ପୋଷାକ ପିନ୍ଧି ତମେମାନେ ଯେଉଁ ଅପରାଧ କରିଛ ତାର ହିସାବ ଆଇନ କରିବ। ଏବେଠାରୁ ଏହି ଜିଲ୍ଲାରେ ଗରିବଙ୍କ ପ୍ରତି କୌଣସି ଅନ୍ୟାୟ ହେବ ନାହିଁ ଏବଂ ପୋଲିସ ବର୍ଦ୍ଦିରେ ଫାଇଦା ଉଠାଯିବନି। ତାପରେ ଡିଏମ୍ ଅନିତା ତାଙ୍କ ପଛରେ ଛିଡ଼ା ହୋଇଥିବା କର୍ମଚାରୀଙ୍କୁ ଆଦେଶ ଦେଲେ, ଏ ଦୁଇ ଜଣଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯାଉ ଏବଂ ଏମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଉ। ପୁରା ପୋଲିସ ଷ୍ଟେସନରେ ନୀରବର ଛାୟା ଖେଳି ଯାଇଥିଲା। ଡିଏମ୍ ଅନିତା ଆଉ ଥରେ ପ୍ରମାଣିତ କରି ଦେଖେଇଦେଲେ ଯେ ୟୁନିଫର୍ମ କେବଳ ଶକ୍ତି ଦେଖାଇବା ପାଇଁ ନୁହେଁ, ଦାୟିତ୍ୱର ପ୍ରତୀକ ମଧ୍ୟ ହୋଇଥାଏ। ଅନିତା ଉଭୟ ଅଧିକାରୀଙ୍କୁ ଦେଖି କଠୋର ଭାବରେ କହିଲେ, ତୁମେ ଦୁଇ ଜଣ କ୍ଷମାର ଯୋଗ୍ୟ ନୁହଁ। ତୁମେ ଦୁଇ ଜଣ ଯାହା କରିଛ ସେଇଟା ଜଣେ ଅଧିକାରୀ ନୁହେଁ, ଜଣେ ଅପରାଧୀ ହିଁ କରିଥାଏ। ଯଦି ମୁଁ ତୁମକୁ କ୍ଷମା କରିଦିଏ ତ ତମେମାନେ ପୁଣି ସେଇ କାମ କରିବ। ତାପରେ ତମେ ଆଉ କେଉଁ ଗରିବ ଲୋକକୁ ହଇରାଣ କରିବ ଓ ନିରୀହ ଲୋକମାନଙ୍କ ପାଟିକୁ ବନ୍ଦ କରିଦେବ। ଏହା କହି ସେ ଆଗକୁ ଯିବାକୁ ଲାଗିଲେ। ସେ ଦୁଇ ଜଣ ପୋଲିସ ତାଙ୍କ ଗୋଡ଼ ତଳେ ପଡ଼ିଗଲେ ଓ ସେମାନଙ୍କ ଆଖିରେ ଅନୁତାପ ଓ ମୁହଁରେ ଲଜ୍ଜା ସଫା ଦେଖାଯାଉଥିଲା। ସବ୍ ଇନ୍ସପେକ୍ଟର ବିକ୍ରମ ସିଂ କହିଲେ, ଆପଣ ଠିକ୍ କହୁଛନ୍ତି ମ୍ୟାଡାମ୍। ଆମେ ପ୍ରକୃତରେ କ୍ଷମାର ଯୋଗ୍ୟ ନୁହଁ। କିନ୍ତୁ ଆପଣ ଆମକୁ ଏକ ଶେଷ ସୁଯୋଗ ଦିଅନ୍ତୁ। ଆମେ ସତରେ ପରିବର୍ତ୍ତନ ହେବାକୁ ଚେଷ୍ଟା କରିବୁ। ଆଜିଠାରୁ ଆମେ କୌଣସି ଗରିବ ଲୋକଙ୍କୁ କଷ୍ଟ ଦେବୁ ନାହିଁ, କାହାଠାରୁ ଲାଞ୍ଚ ମଧ୍ୟ ନେବୁ ନାହିଁ। ଇନ୍ସପେକ୍ଟର ସଞ୍ଜୟ ମଧ୍ୟ ହାତ ଯୋଡ଼ି କ୍ଷମା ମାଗିଲେ। ଆଉ ଏପରି ଭୁଲ ହେବ ନାହିଁ ମ୍ୟାଡାମ୍। ଯଦି ଏମିତି କେବେ ହୁଏ ଆପଣ ଆମକୁ ସସ୍ପେଣ୍ଡ ନୁହେଁ, ସିଧା ଜେଲରେ ଭର୍ତ୍ତି କରିଦେବେ। ଅନିତା କିଛି କ୍ଷଣ ଚୁପ୍ ରହି ସେମାନଙ୍କ ଲୁହଭିଜା ଆଖି, ଭୟଭୀତ ଚେହେରାକୁ ଦେଖୁଥିଲେ। ଆଉ ଏକ ଗଭୀର ନିଶ୍ୱାସ ନେଇ କହିଲେ, ହଉ ଠିକ୍ ଅଛି, ଏଇ ଥରକ ମୁଁ ତୁମ ଦୁଇ ଜଣଙ୍କୁ କ୍ଷମା କରୁଛି। ହେଲେ ଏଇଟା ତମ ପାଇଁ ଶେଷ ସୁଯୋଗ। ଆଉ କେବେ ଯଦି କୌଣସି ଗରିବ ଲୋକର ଦୁଃଖର ସ୍ୱର ମୋ ପାଖରେ ପହଞ୍ଚିଲା ଓ କେହି ବି ଯଦି ମୋତେ କୁହେ ଏ ଥାନାରେ ଅନ୍ୟାୟ ଅତ୍ୟାଚାର ହେଉଛି ବୋଲି, ତେବେ ମୁଁ ତୁମମାନଙ୍କୁ ଖାଲି ସସ୍ପେଣ୍ଡ କରିବିନି, ଆଜୀବନ କାରାବାସରେ ଦଣ୍ଡିତ କରିବି। ସେତେବେଳେ ଆଉ କୌଣସି ପ୍ରକାର କ୍ଷମା ତୁମକୁ ଦିଆଯିବନି। ଦୁଇ ଜଣ ଅଫିସର ମୁଣ୍ଡ ନୁଆଇଥିଲେ। ତାଙ୍କର ସବୁ ଗର୍ବ ଭାଙ୍ଗି ଚୁରମାର ହୋଇଯାଇଥିଲା। ଡିଏମ୍ ଅନିତା ଯେତେବେଳେ ପୋଲିସ ଷ୍ଟେସନରୁ ବାହାରୁଥିଲେ ସେତେବେଳେ ସବୁ କର୍ମଚାରୀମାନଙ୍କୁ ଦେଖି କହିଥିଲେ, ପୋଲିସର ବର୍ଦ୍ଦି କାହାକୁ ଭୟଭୀତ କରିବା ପାଇଁ ହେଇନଥାଏ, ଲୋକଙ୍କୁ ନ୍ୟାୟ ସାହାଯ୍ୟ ଦେବା ପାଇଁ ହୋଇଥାଏ। ଏହି ବର୍ଦ୍ଦିର ସମ୍ମାନ ସେତେବେଳେ ହୋଇଥାଏ ଯେତେବେଳେ ଏହାକୁ ପିନ୍ଧିଥିବା ବ୍ୟକ୍ତି ନିଜେ ସମ୍ମାନ ଦେବା ଶିଖିଥାନ୍ତି। ଡିଏମ୍ ଅନିତାଙ୍କ ଚାଲିଯିବା ପରେ ପୁରା ଥାନାରେ ନୀରବର ଛାୟା ଖେଳି ଯାଇଥିଲା। ସମସ୍ତଙ୍କ ମୁହଁରେ ଚିନ୍ତା ଓ ଲଜ୍ଜା ଭରି ଯାଇଥିଲା। ସେଇ ଦିନଠାରୁ ପୁରା ପୋଲିସ ଷ୍ଟେସନ ବଦଳି ଯାଇଥିଲା। ବର୍ତ୍ତମାନ ସେଠି ଆଉ କେହି ଲାଞ୍ଚ ନେଉନଥିଲେ। କୌଣସି ଗରିବ ବ୍ୟକ୍ତିଙ୍କ ସ୍ୱରକୁ ଦବାଇ ଦିଆଯାଉନଥିଲା। ପ୍ରତ୍ୟେକ ଅଭିଯୋଗକାରୀଙ୍କ କଥା ଶୁଣାଯାଉଥିଲା। ବିନା ପଇସାରେ ଏଫ୍ଆଇଆର୍ ଲେଖାଯାଉଥିଲା।
ସହର ବଜାର ରାସ୍ତାଘାଟ ସବୁଆଡ଼େ ପୋଲିସମାନେ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ। ଆଉ ସେହି ପରିବା ବିକାଳିଟି ମଧ୍ୟ ତା ଦୋକାନରେ ଖୁସିରେ ପରିବା ବିକ୍ରି କରୁଥିଲା, କାହିଁକି ନା ତା ମନରେ ଆଉ କୌଣସି ପ୍ରକାର ଭୟ ନଥିଲା। ଏହି କାହାଣୀଟି ଆମକୁ ଏହି ଶିକ୍ଷା ଦେଲା ଯେ ସାହସ ଓ ସଚ୍ଚୋଟପଣିଆ ଠାରୁ ଦୁନିଆରେ ଆଉ କୌଣସି ବଡ଼ ତାକତ ନାହିଁ। ଯଦି କୌଣସି ବଡ଼ ପଦବୀରେ ଥିବା ବ୍ୟକ୍ତି ଅନ୍ୟାୟ କରିଥାନ୍ତି, ତାହେଲେ ତାଙ୍କ ବର୍ଦ୍ଦି ନୁହେଁ, ତାଙ୍କ କର୍ମ ତାଙ୍କୁ ଦଣ୍ଡ ଦେଇଥାଏ। ଏବଂ ଯେତେବେଳେ ଜଣେ ସତ୍ୟ କହୁଥିବା ବ୍ୟକ୍ତି ଛିଡ଼ା ହୋଇଥାଏ, ସେତେବେଳେ ସବୁ ନିୟମ ପରିବର୍ତ୍ତନ ହୋଇଯାଇଥାଏ। ଯଦି ଏହି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଦୟାକରି ଗୋଟେ ଲାଇକ୍‌ଟେ ଦେଇଦେବେ। ରହୁଛି, ନମସ୍କାର। ପୁଣି ଭେଟ ହେବ ଆଉ ଏକ ନୂଆ କାହାଣୀରେ।